कार खसनम सुनमंडलम कारविंद्रूपं च हिकारं कुनुर्भविदमाकारं जीवात्मा ब्रह्म महिमा लिख सुज्ञ साधु जन गुरु सेवा करो अन्यरे नाही ना फल दुरित नाशिब आयुष बढ़िब बंचिथिब चिर काल पुहि गुरु सेवा करि न पारिली तुम्हे हेले सेवा करो तुम सेवा देखी पाप नेत्र मोर होइब हेले उधार दिवस रजनी पशि अछि मुहि छंदन टकुट बादे गुरुपाद ध्याये भणे भीम भूई एकादश शतपदे सच्चिदानंद परम ब्रह्म महिमा लिख हे आमर आदर्श समस्त जगतवासी पितामाता ज्ञानीमानी सुज्ञानी पंडित वर्ग मंडली जगत भगत आबाल वृद्ध वनिता बालक बालिका पितामाता हे धार्मिक पितामाता लक्ष्य रखंतु गु शब्द गुणातीतम रु शब्द रूपवर्जितम गुणरूप नास्ति तस्मै श्री गुरुवे नमः। गु शब्द माने हेउची अंधकार रु शब्द माने हेउची उज्ज्वल अंधकार रे पतित होई ए जीव कुसंग कुपथ कुमार्ग द्वारा परिचालित होई अनेक बाधा विघ्न रे पीड़ित होई निजर पथभ्रष्ट होई अनेक कुपथ कुमार्ग द्वारा निजर प्राण को हंतसंत करिथाए। उक्त अंधकार पथरु निवृत्त कराई उज्ज्वल पथ को जी आनी थांती माने सत्संग सत्मार्ग समस्त सत्य शांति दया क्षमा परोपकार साधु सेवा गुरु सेवा भक्ति अन्य मानकर प्राणी रे प्राणी को मन रे दुख न उपजेबाटा जो ठारू शिक्षा करिथाए बा ताकू जी शिक्षा देई नहीं आनी थांती ताकू गुरु कहंती उज्ज्वल पथ कहंती। तारे उज्ज्वल पथ गुरु माध्यम रे गुरुंको ठारू शिक्षा लाभ करी आमे पाई थाऊ। अतएव सबुठारू श्रेष्ठ हेउछंती जो माने गुरु करिछंती बा गु शब्द अंधकारु उज्ज्वल पथ को आसीछंती से मानकर जीवन धन्य। तेणु यही कुसंग कुपथ कुमार्ग द्वारा परिचालित होई ए जीव अनेक माने पथभ्रष्ट होई अनेक झड़झंझा मध्यरे गति करी शेषरे निज प्राण को हराई थाए। उक्त पथरु निवृत्त कराई आमको जे उज्ज्वल पथ देखई थांती से हेउछंती गुरु। गुरु सेवा फल चारि जुगे रहे अल्पके नुहे क्षये सेवा मध्यरे प्रधान अटे सेउ सत्य पुरुषार जाए गुरु आगे शिष्य न कहिब जेबे केवे पाइब सुबुद्धि सुदयारे गुरु सागर अटंती प्रत्यक्ष करुणा निधि। तेणु गु शब्द एवं रु शब्दरु प्रारंभ होई आमको अनेक प्रकार सर्वप्रथम रे देखंतु श्री गुरु श्री माने श्रेष्ठ गु शब्द अंधकार रु शब्द उज्ज्वल अंधकार रु उज्ज्वल पथ को आनी थिबा श्रेष्ठ किए से होउछंती परमात्मा। तेणु सही श्री गुरुंको नाम आंभर फंदा वृत्ति अन्य नाही रोजगार जहाँ चाहूथिले ताहा मिलुअछि
ଖୋଲା ହୋଇଛି ଭଣ୍ଡାର। ଅଲେଖ ମହିମା ମଥାର ଠାକୁର, ଅଟନ୍ତି ମୋ ପ୍ରାଣ ଗୁରୁ। ତାଙ୍କ କରୁଣାରୁ ସକଳ ମିଳିବ, ଲେଖା ହୋଇଛି ପୂର୍ବରୁ। ସଚ୍ଚିଦାନନ୍ଦ ପରବ୍ରହ୍ମ ମହିମା ଅଲେଖ। ହେ ଆମର ଜଗତ ଭଗତ ଆବାଳ ବୃଦ୍ଧ ବନିତା ବାଳକ ବାଳିକା ପିତା ମାତା ଉଡ଼ା ବୁଢ଼ା ଚଳ ଅଚଳ ଚାରିଖାନି ପ୍ରାଣୀଙ୍କର ଉପସ୍ଥିତି ସମସ୍ତଙ୍କୁ, ହେ ବିଶ୍ୱବାସୀ ସମସ୍ତଙ୍କୁ ନିବେଦନ କରାଯାଉଛି, ଆପଣମାନେ ଏଇ ଗୁରୁ ମାଧ୍ୟମରେ ଗଲେ ଏଇ ଭବସାଗରରୁ ପାର ହେଇଯିବେ। ଡଙ୍ଗା ବାହୁଛନ୍ତି ଅଗାଧ ସାଗରେ, ଅଲେଖ ମହିମା ଗୋସାଇଁ। ଡାକି ହାକି କରି ପାରି କରୁଛନ୍ତି, ନାମ ନୌକାରେ ଭସାଇ। ସୁଜନେ ସୁଚିତେ ଯାଅ ପାର ହୋଇ, ସୁଜନେ ସୁଚିତେ ଯାଅ ପାର ହୋଇ। ଆସନ୍ତୁ ସେଇ ଗୁରୁଙ୍କ ମାଧ୍ୟମରେ ଗୁରୁ କିପରି ପହଞ୍ଚି ପାରିବା, କିପରି ସେଇ ଶ୍ରୀଗୁରୁଙ୍କ ନିକଟକୁ ପହଞ୍ଚିବା। ତାହେଲେ ପ୍ରଥମ ଗୁରୁ କିଏ? ସେ ହେଉଛନ୍ତି ପିତାମାତା, ଅର୍ଥାତ୍ ପ୍ରଥମ ଗୁରୁ ହେଲେ ମା, ଯିଏ 10 ମାସ 10 ଦିନ ଗର୍ଭଧାରଣ କରି ବହୁତ ପ୍ରସବ କଷ୍ଟ ସହ୍ୟ କରି ଜନ୍ମ ଦେଇଛି। 10 ମାସ 10 ଦିନ ଗର୍ଭଧାରଣ କରି ବହୁତ କଷ୍ଟରେ ଆମକୁ ଜନ୍ମ ଦେଇଛି। ତତ୍ସଙ୍ଗେ ସଙ୍ଗେ 5 ବର୍ଷ ପର୍ଯ୍ୟନ୍ତ କ୍ଷୀର ପାନ କରାଇକିରି ଝାଡ଼ା ପରିସ୍ରା ଇତ୍ୟାଦି ସଫା କରେଇ ଆମକୁ କେତେ ଯେ ମାନେ ମାର ଶରୀରରେ ଆମେ ପରିସ୍ରା କରିଛେ ଝାଡ଼ା କରିଛେ, କେତେ ଯେ ସେ ସହ୍ୟ କରିକିରି ଆମକୁ ବହୁତ କଷ୍ଟରେ 5 ବର୍ଷ ପର୍ଯ୍ୟନ୍ତ ଲାଳନ ପାଳନ କରିଛି। ସେ ଋଣ ଏଇ ଜୀବନରେ ସୁଝିପାରିବା ନାହିଁ। ଆମେ ସେ ଯେମିତି କରିଛି ଆମକୁ ମାନେ ଛୋଟିଆ ସମୟରେ ଯେମିତି କରିଛି ସେଇଟା ଆମେ ସହିପାରିବା ନାହିଁ, ମାନେ ସୁଝିପାରିବା ନାହିଁ। ଆଜୀବନ ପିତାମାତାଙ୍କର ସେବା କରି ତାଙ୍କୁ ମାନେ ଗୋଧେଇକରି ଖାଇବାକୁ ଦେଇକରି ତାଙ୍କର ଯାହା ମନ ମୁତାବକ ଯାହା ଚାହୁଁଛନ୍ତି ତାହା ଦେଲେ ମଧ୍ୟ ଏଇ ଋଣରୁ ସୁଝିପାରିବା ନାହିଁ। ତେଣୁକରି ପିତୃଋଣ ମାତୃଋଣ ସୁଝିପାରିବା ନାହିଁ। ତେଣୁକରି କେମିତି ଆମେ ଗୁରୁ ମାଧ୍ୟମରେ ଗଲେ ନିଶ୍ଚିତ ଭାବରେ ସୁଝିପାରିବା। ପ୍ରଥମ ଗୁରୁ ହେଲେ ମା, ପ୍ରଥମ ଗୁରୁ ହେଲେ ମା। କାହିଁକି ମା ହେଇଛନ୍ତି? ମା ଆମେ ଯେତେବେଳେ କ୍ଷୀର ପାନ କରିଛେ, ଏ ଜୀବ ଶିଶୁ ଜନ୍ମ ହେଲା କ୍ଷଣି ଯେଉଁ କ୍ଷୀର ପାନ କରିଛି ମାର ମୁଖକୁ ଅବଲୋକନ କରି କରି କ୍ଷୀର ପାନ କରୁ 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 ଶେଷରେ ଶୋଇପଡ଼ିଛି। ଯେତେବେଳେ ନିଦ ଭାଙ୍ଗି ଯାଇଛି ଦେଖିଛି ପେଟ ଖୋଲା ହେଇଯାଇଛି, ମାନେ ତାର ଭୋକଟା ଆସିଯାଇଛି, ମାନେ କ୍ଷୁଧା ଭାବ ଜାଗୃତ ହେଇଛି। ତେଣୁକରି ସେ କ୍ଷୁଧାରେ ଖୋଜିଛି ନିଜର ମାଆକୁ, ଅର୍ଥାତ୍ ସେ ନିଜର ଯିଏ କ୍ଷୀର ପାନ କରୁଥିଲା ସେଇ ମାଆର ମୁଖକୁ ଯେଉଁ ଅବଲୋକନ କରିଥିଲା ସେ ମୁଖକୁ ଅବଲୋକନ କରୁଛି। ଅବଲୋକନ କରି କରି କ୍ଷୀର ପିଉ 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 ଏ ଯିବ ମାନେ କ୍ଷୀର ପାନ କରୁ 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 ଇଏ ମାଆର ମୁଖକୁ ବେଶୀ ପ୍ରଥମରେ ଅନୁକରଣ କରିଛି ମାଆର ମୁଖକୁ। ତେଣୁକରି ମା ସେଇ ଯେଉଁ ସ୍ତନ୍ୟପାନ କରେଇଥିଲା, ସେଇ ସ୍ତନ୍ୟପାନ କରେଇଥିବାଟା ଯେଉଁ ପାଟିରେ ଲାଗିଯାଇଥିଲା, ସେଇ ପାଟିଟା ମାନେ ଯେତେବେଳେ ପିଉଥିଲା ସେତେବେଳେ ପାଟି ଲଗେଇକିରି ପିଉଥିଲା। ତେଣୁକରି ଯେତେବେଳେ ନିଦ ଭାଙ୍ଗି ଯାଇଛି, ନିଦ ଭାଙ୍ଗିଯିବା ପରେ ପରେ ସେ ଯେତେବେଳେ ଖୋଜିଲା ତାକୁ କିଛି ପାଇଲା ନାହିଁ, ତେଣୁ ପାଟି ଖୋଲା କଲା। ଏମିତି ପିଉଥିଲି ବୋଲି ମନରେ ଭାବନା କରି ଖୋଲା କରିଦେଲା। ଯେତେବେଳେ ଖୋଲା କରିଛି ସେତେବେଳେ ପାଟି ଖୋଲା ହେଇଯିବା କ୍ଷଣି ସେଇଠି କ'ଣ ହେଇଛି, ମାନେ ପାଟି ଖୋଲିଦେଲା କ୍ଷଣକି ତାର ମୁଖରେ ଉଚ୍ଚାରଣ ଆସିଯାଇଛି ମା। ତାହେଲେ ସେଇ ଦିନଠୁ ପ୍ରଥମରେ ଏ ଜୀବ ମାନେ ମା ଉଚ୍ଚାରଣ କରିଛି। ତେଣୁ ପ୍ରଥମ ଗୁରୁ ହେଉଛନ୍ତି ମା, ପ୍ରଥମ ଗୁରୁ ହେଉଛନ୍ତି ମା। ତାହେଲେ ମା ବିଶେଷ ଭାବରେ ଭଲ ପାଉଥିଲେ ନିଜର ବାପାଙ୍କୁ। ତେଣୁକରି
ସେ ବିଶେଷ ଭାବରେ ଭଲ ପାଉଥିବାରେ ନିଜର ବାପାଙ୍କୁ ତେଣୁକରି ଦ୍ୱିତୀୟ ଗୁରୁ ହେଲେ ବାପା ତାକୁ ସମର୍ପିତ କରିଛନ୍ତି। ସେ ଚିହ୍ନେଇଛନ୍ତି ଏ ବାବୁ ଏଇଟା ତୋ ମା କିମ୍ବା ଏଇଟା ତୋ ବାପା, ଏଇଟା ତୋ ବାପା ବୋଲି ସେ କହିବାର କ୍ଷଣି ମାର ମୁହଁକୁ ଅବଲୋକନ କରି ବାପାର ମୁଖକୁ ଅନେଇଛି। ତେଣୁକରି ଦ୍ୱିତୀୟ ଗୁରୁ ହେଲେ ବାପା। ତେଣୁକରି ବାପା ସାହାଯ୍ୟରେ ଏ ଜୀବ ଛୋଟରୁ ବଡ଼ ପର୍ଯ୍ୟନ୍ତ ସେ ବାପାର ସାହାଯ୍ୟ ନେଇ ଚଲିଛି। ତେଣୁକରି ବାଲ୍ୟକାଳରେ ପିତାମାତା ନିଜର ଶିଶୁ ସନ୍ତାନକୁ ମାନେ ତାର ଅନ୍ୟମାନଙ୍କର ତାଠୁ ଆଉଠି ବଡ଼ ଭାଇମାନଙ୍କୁ ସମର୍ପିତ କରିଛନ୍ତି। କହିଛନ୍ତି ଏଇଟା ତୋର ବଡ଼ ଭାଇ। ପ୍ରଥମ ଗୁରୁ ହେଲେ ମା, ଦ୍ୱିତୀୟ ଗୁରୁ ହେଲେ ବଡ଼ ଭାଇ। ବଡ଼ ଭାଇଟିରେ ଯେତେବେଳେ ସନ୍ତାନକୁ ସମର୍ପିତ କରିଛନ୍ତି, ତାହେଲେ ବଡ଼ ଭାଇ ଯଦି ମାଛ ଗାଡ଼ିଆକୁ ନେଇଯାଇଛି ତାହେଲେ ଏ ଜୀବ ମାଛୁଆ ହୋଇଯାଏ। ଯଦି ରାମାୟଣ ଗୀତା ଗ୍ରନ୍ଥ ମନ୍ଦିର ଇତ୍ୟାଦିକୁ ନେଇକରି ଗୀତା ରାମାୟଣ ଗୀତା ଗ୍ରନ୍ଥ ରାମାୟଣ ସତ୍ସଙ୍ଗ ଇତ୍ୟାଦି ସ୍ଥାନକୁ ନେଇଛନ୍ତି, ତାହେଲେ ଏ ଜୀବଟା ସତ୍ସଙ୍ଗ ପ୍ରେମୀ ହୋଇଯାଇଥାଏ। ତେଣୁ ଗୁରୁ ମାଧ୍ୟମରେ ତ ହେଇଥାଏ। ପ୍ରଥମରେ ମାଠୁ ଶିକ୍ଷା କଲା, ଦ୍ୱିତୀୟରେ ବାପାଠୁ, ତୃତୀୟରେ ବଡ଼ ଭାଇ ଠାରୁ। ତେଣୁକରି ଆମର କଥିତ ଅଛି ବା ଉକ୍ତି ଅଛି, ପିତା ଗୁରୁ ମାତା ଗୁରୁ ଆବର ବଡ଼ ଭାଇ, ବାକି ଗୁରୁମାନେ ସବୁ ପଇସା ଦେଲେ ପାଇ। ଦେଖନ୍ତୁ, ପିତା ଗୁରୁ ମାତା ଗୁରୁ ଆବର ବଡ଼ ଭାଇ, ବାକି ଗୁରୁମାନେ ସବୁ ପଇସା ଦେଲେ ପାଇ। ତେଣୁକରି ମାନେ ଯଦି ଆମେ କୌଣସି ଗୁରୁ କରିବା ତାକୁ କିଛି ମାନେ ଅର୍ଥ ପ୍ରଦାନ କରିବା କିମ୍ବା ବସ୍ତ୍ର ଦାନ କରିବା କିମ୍ବା ତାଙ୍କୁ କିଛି ଖାଇବାକୁ ଦେବା, ଏମିତି କଲେ ଯାଇ ଗୁରୁ ମାଧ୍ୟମରେ ପହଞ୍ଚି ପାରୁଛି। ତେଣୁକରି ବିନା ପଇସାରେ ଗୁରୁ କିଏ ଅଛନ୍ତି? ନାହିଁ। ସେମାନେ ହେଲେ ପିତା ଆଉ ମାତା ଆଉ ବଡ଼ ଭାଇ। ଏଇମାନଙ୍କୁ ପଇସା ଲାଗିବ ନାହିଁ। ଏମାନଙ୍କଠୁ ଶିକ୍ଷା କରିବା ପାଇଁ କୌଣସି ପଇସା ଟଙ୍କା ଲାଗିବ ନାହିଁ। ତେଣୁ ପ୍ରଥମ ଗୁରୁ ମା, ପ୍ରଥମ ଗୁରୁ ପିତା ମାତା ଆବର ବଡ଼ ଭାଇ, ବାକି ଗୁରୁମାନେ ସବୁ ପଇସା ଦେଲେ ପାଇ। ତେଣୁ ପଇସା ଦେବା କଥା ଗୁରୁ ନ କରି ବିନା ପଇସାରେ ଯେଉଁ ଗୁରୁ ଆମକୁ ମିଳିଅଛି ବା ମିଳୁଛି, ସେଇ ଗୁରୁ ମାଧ୍ୟମରେ ଯିବା ଅତି ଆବଶ୍ୟକ ଅଟେ। ତେଣୁକରି ପ୍ରଥମ ଗୁରୁ ମା, ଦ୍ୱିତୀୟ ଗୁରୁ ବଡ଼ ଭାଇ, ଦ୍ୱିତୀୟ ଗୁରୁ ପ୍ରଥମ ଗୁରୁ ହେଲେ ମା, ଦ୍ୱିତୀୟ ଗୁରୁ ହେଲେ ବାପା, ତୃତୀୟ ଗୁରୁ ହେଲେ ବଡ଼ ଭାଇ, ଚତୁର୍ଥ ଗୁରୁରେ ଶିକ୍ଷା ଗୁରୁ। ଆମେ ଯେଉଁଠୁ ଟ୍ୟୁସନ୍ ପାଠ ପଢ଼ିଛେ, ସେଇ ଟ୍ୟୁସନ୍ ପାଠ ପଢ଼ୁଥିବା ସେ ଗୋଟିଏ ଗୁରୁ। ଲଙ୍ଗଳ କର୍ଷଣ କାମ ଯେଉଁଠୁ ଶିଖିଅଛୁ ସେଇଟା ଗୋଟେ ଗୁରୁ। କାର୍ପେଣ୍ଟର କାମ ଯେଉଁଠୁ ଶିଖୁଅଛୁ ବା ଶିଖିଛୁ ସେଇଟା ମଧ୍ୟ ଗୋଟେ ଗୁରୁ। ଆପଣ ଇଲେକ୍ଟ୍ରିକ୍ କାମ ଯେଉଁଠୁ ଶିଖିଛନ୍ତି ସେଇଟା ମଧ୍ୟ ଗୋଟେ ଗୁରୁ। ଆପଣ ଯେକୌଣସି ମାଧ୍ୟମରେ ଶିକ୍ଷା ଲାଭ କରିଛନ୍ତି, ତାହେଲେ ପାଠ ଯେଉଁ ପଢ଼ିଛନ୍ତି ସେଇଟା ହେଲେ ଗୋଟେ ଗୁରୁ। ଆମର ଯେଉଁ କାମ ଗୁଡ଼ିକ ଶିକ୍ଷା ଲାଭ କରିଛୁ, ଶିକ୍ଷା ଗୁରୁରେ ଆମେ ଲକ୍ଷେ ଗୁରୁରୁ ଅଧିକ କରିଥାଇ ପାରନ୍ତି ବା କରିବା। କାହିଁକି? ଶିକ୍ଷା ଗୁରୁ ମାନେ ଲକ୍ଷେ ଗୁରୁ ହେଇପାରନ୍ତି। ତେଣୁକରି ପ୍ରଥମ ଗୁରୁ ମା, ଦ୍ୱିତୀୟ ଗୁରୁ ବାପା, ତୃତୀୟ ଗୁରୁ ବଡ଼ ଭାଇ, ଚତୁର୍ଥ ଗୁରୁ ଶିକ୍ଷା ଗୁରୁ। ଏଇଠାରେ ବି ପଇସା ଲାଗିବ ନାହିଁ। ଏଇ ଗୁରୁ ମାଧ୍ୟମରେ ପଇସା ଲାଗିବ ନାହିଁ। କିନ୍ତୁ ପଞ୍ଚମ ନମ୍ବର ଗୁରୁ ପ୍ରଥମ ଗୁରୁ ହେଲେ ମାତା, ଦ୍ୱିତୀୟ ଗୁରୁ ହେଲେ ପିତା, ତୃତୀୟ ଗୁରୁ ହେଲେ ବଡ଼ ଭାଇ, ଚତୁର୍ଥ ଗୁରୁ ଶିକ୍ଷା ଗୁରୁ, ପଞ୍ଚମ ନମ୍ବର ହେଲେ ମାନେ ଦୀକ୍ଷା ଗୁରୁ। ମାନେ ପରମ ବୈଷ୍ଣବ ସନ୍ନ୍ୟାସୀ ହୋଇଥିବ, ଯାହାର ଆଗରେ ନାହିଁ କି ପଛରେ ନାହିଁ, ବାମରେ ନାହିଁ କି ଡାହାଣେ ନାହିଁ, ଉପରେ ନାହିଁ କି ତଳେ ନାହିଁ, ଯିଏ ମରିଗଲେ କେହି କାନ୍ଦିବେ ନାହିଁ, ହଜିଗଲେ କେହି ଖୋଜିବେ ନାହିଁ, ଏମିତି ଲୋକଙ୍କୁ, ଯାହାର ସ୍ଥିତିବସ୍ଥା କିଛି ନାହିଁ, ଏପରି ଲୋକଙ୍କୁ ଆମେ ପରମ ବୈଷ୍ଣବ ସନ୍ନ୍ୟାସୀ ସ୍ୱରୂପରେ ତାଙ୍କୁ ଗୁରୁ କରିବା ଆବଶ୍ୟକ। ସେଇଟା ହେବେ ମାନେ ଦୀକ୍ଷା ଗୁରୁ। ଯିଏକି ସୂର୍ଯ୍ୟପରାୟ ଧର୍ମ ପାଳନ କରୁଥିବେ। ସୂର୍ଯ୍ୟମାନେ ଉଦୟ ହେଲେ ଯେମିତି ସବୁଠାରେ ତାର ସମାନ କିରଣ ପ୍ରଦର୍ଶନ କରିଥାଏ, ମାନେ ସମାନ କିରଣ ପ୍ରଦର୍ଶନ କରିଥାଏ। ଯେ ସୂର୍ଯ୍ୟ ଯେମିତି ଉଦୟ ହେଇଛି, ଚତୁର୍ଦିଗରେ ତାର କିରଣ ପଡ଼ୁଛି, ମାନେ ଏଇଟା ବିଷ୍ଠା ଅଛି ମୁଁ ପଡ଼ିବି ନାହିଁ, ଏଇଟା ମଧୁ ପାନ ହେଉଛି ଏଇଠି ମୁଁ ପଡ଼ିବି, ଏଇଟା ଖରାପ ଲୋକ, ପ୍ରକୃତି ଲୋକ, ଇଏ ପାପୀ ଲୋକ, ଏମିତି ସେ ତ ବାରଣ କରେ ନାହିଁ। ସମାନରେ ଦୟା ଦୃଷ୍ଟି ସର୍ବଜୀବରେ। ଯେଉଁମାନେ ଦୟା ଭାବଟା ସମାନରେ ରହିଥିବ, ସେମାନେ ସମାନରେ ଦୟା ଦୃଷ୍ଟି ସର୍ବଜୀବରେ।
ସବୁ ଜୀବକୁ ଯିଏ ସମାନ ଭାବରେ ଦେଖୁଥିବ ସେ ହେଉଥିବ ସୂର୍ଯ୍ୟ ପରାୟ ଧର୍ମ ପାଳନ କରୁଥିବ। ଜୀବରେ ଦୟା ନାମରେ ଶରଣ ଅହିଂସା ପରମ ଧର୍ମ। ତାହେଲେ ସମସ୍ତଙ୍କୁ ଯିଏ ସମାନ ଭାବରେ ଦେଖୁଥିବ ବା ଦୟାଭାବ ରହିଥିବ, ସମାନରେ ଦୟା ଦୃଷ୍ଟି ସର୍ବଜୀବରେ ନିଶ୍ଚିତ ଭାବରେ ସେ ମାନେ ପରମ ବୈଷ୍ଣବ ସନ୍ନ୍ୟାସୀ ହେଇଥାଇପାରେ। ଯେପରି ଅଗ୍ନି ଯେ ସନେ ସର୍ବ ଖାଇ, ବିଚାରେ ଗୁଣ ଦୋଷ ନାହିଁ। ଅଗ୍ନି ଯେପରି ସମସ୍ତ ସ୍ଥାନରେ ମାନେ ଗୋଟିଏ ଧୂନି କୁଣ୍ଡରେ ଯେତେ ନଡ଼ିଆ ଦେଲେ ପୋଡ଼ି ଦେଉଛି, ଯେତେ ଘିଅ ଦେଲେ ପୋଡ଼ି ଦେଉଛି, ଯେତେ କାଠ ଲଗାଇଲେ ପାଉଁଶ କରିଦେଉଛି, ଯେତେ ଅଗରବତୀ ଲଗାଇଲେ ଜଳାଇ ଦେଉଛି। ସେଥିରେ ଆପଣ ଯାହା ବି ଦେଲେ, ମାଛ ମାଂସ ଇତ୍ୟାଦି ଯାହା ବି ଦେଇଦେବେ ସେ ପୋଡ଼ିଦେବ। ତାର ଧର୍ମ ସେଇଟା, ପୋଡ଼େଇବାଟା। ତେଣୁକରି ନିଜେ ଆପଣ ଯଦି ଅଗ୍ନି ଭିତରେ ପ୍ରବେଶ କଲେ ନିଜେ ପୋଡ଼ି ଜଳି ପାଉଁଶ ହେଇଯିବେ, ଏଇଟା ନିଶ୍ଚିତ ଭାବ। ତେଣୁ ଏଇଟା ଯେଉଁ ଜଳି ପୋଡ଼ି ପାଉଁଶ ହେଇଯିବେ ଏଇଟା ସତ୍ୟ ଅଟେ। ତେଣୁକରି ମାନେ ସେଇଟା ନିର୍ବିକାର, ଅଗ୍ନି ଯେପରି ନିର୍ବିକାର ଭାବରେ ଅଛି, ବାସନ୍ଦ ବିକାର କଲେ ନ ପାଇଟି ବ୍ରହ୍ମ। ବର୍ଣ୍ଣଭେଦ କଥା ସବୁ ଅଟେ ଅଧର୍ମ। ପରମ ବୈଷ୍ଣବ ସନ୍ନ୍ୟାସୀ ଯିଏ ହେଇଥିବ, ବିକାର ଅଣବିକାର ହୋଇଥିବ, ଏଇଟା କଲା, ଏଇଟା ଗୋରା, ଏଇଟା ମାନେ ଏଇଟା କିଛି ବିକାର କରିବ ନାହିଁ। ବାଛନ୍ଦ ବିକାର କଲେ ନ ପାଇଟି ବ୍ରହ୍ମ। ବର୍ଣ୍ଣଭେଦ କଥା ସବୁ ଅଟେ ଅଧର୍ମ। ତେଣୁ ବର୍ଣ୍ଣଭେଦ କରିବ ନାହିଁ, ବାଛନ୍ଦ ବିକାର କରିବ ନାହିଁ। ସେ ହେଉଛି ଅଗ୍ନି ପରାୟ ଧର୍ମ ଯିଏ ପାଳନ କରୁଥିବ, ସେହି ପରମ ବୈଷ୍ଣବ ସନ୍ନ୍ୟାସୀ ଠାରୁ ଦୀକ୍ଷା ନେବା ଉଚିତ ଅଟେ। ଯେପରି ଜଳ ଯେମିତି ମାନେ ସଦା ସର୍ବଦା ସେ ଉପରୁ ବର୍ଷା ହେଲେ ତଳକୁ ନିଗିଡ଼ି ଯିବ। ଉପରୁ ବର୍ଷା ହେଲେ କିଆରିକୁ ଆସେ, କିଆରିରୁ ନିଗିଡ଼ି କରି ସେ ମାନେ ଗୋଟେ ପୁଷ୍କରିଣୀକୁ ଯାଏ, ପୁଷ୍କରିଣୀରୁ ନିଗିଡ଼ି କରି ଗୋଟେ ନାଳକୁ ଯାଏ, ନାଳରୁ ନିଗିଡ଼ି କରି ଧୀରେ ଧୀରେ ଗୋଟେ ନଦୀ ଭାବରେ ପ୍ରବାହିତ ହୁଏ। ଏମିତି କରୁ କରୁ ସେ ନଦୀରୁ ମହାନଦୀକୁ ଯାଏ, ମହାନଦୀରୁ ସମୁଦ୍ରକୁ ଯାଏ, ସମୁଦ୍ରରୁ ମହାସମୁଦ୍ରକୁ ଯାଏ, ତାହେଲେ ସାଗରକୁ ଯାଏ। ତାହେଲେ ସେଇଟା କ'ଣ? ସେମିତି ଜଳଟା ମାନେ ଚଲନ୍ତା ଯୋଗୀ ବହନ୍ତା ନଦୀ, ମାନେ ଯୋଗୀମାନେ ଯେମନ୍ତି ଗ୍ରାମକୁ ରାତିଏ ରହନ୍ତି, ଆଉ ଗାଁରେ ଗୋଟିଏ ଘରେ ମୁଠିଏ ଖାଆନ୍ତି, ଗୋଟିଏ ଓଲା ଭିକ୍ଷା କରନ୍ତି, ଗୋଟିଏ ଓଲି ଭିକ୍ଷା କରନ୍ତି। ଗ୍ରାମକୁ ରାତିଏ ବାବୁ, ଘରକୁ ମୁଠିଏ, ଆଜ୍ଞା ପାଲିଥିବୁ ପିଣ୍ଡେ, ପ୍ରାଣ ଥିବା ଯାଏ ଦେହ ଅନ୍ତେ, ପ୍ରବେଶିବୁ ବିଷ୍ଣୁ ଗର୍ଭଗତେ। ତାହେଲେ ଯିଏ ଏଇ ଧର୍ମକୁ ପାଳନ କରୁଥିବ, ଅର୍ଥାତ୍ ଜଳ ଯେପରି ଅକାରଣରେ ବହି ଚାଲିଛି, ତାର କର୍ତ୍ତବ୍ୟ ହେଉଛି ତାର ଅକାରଣରେ ବହି ଚାଲିଥିବ, ମାନେ କୌଣସି ରହିବ ନାହିଁ। ସେପରି ଯିଏ ପରମ ବୈଷ୍ଣବ ସନ୍ନ୍ୟାସୀ ହେଇଥିବ, ସେ ମନକୁ ଅକାରଣ କରି ମାନେ ସେ ହେବ ଯେଉଁ ପଥରେ ଗମ୍ୟ କରୁଥିବ ବା ଯେଉଁ ପଥକୁ ଆଗେଇଥିବ। ସଦା ସର୍ବଦା ଯିଏ ମନକୁ ଅକାରଣ କରେ, କୌଣସିରେ ମନ ଦ୍ୱାରା ଆସକ୍ତି ରହେ ନାହିଁ, ସେ ହେଉଛନ୍ତି ପରମ ବୈଷ୍ଣବ ସନ୍ନ୍ୟାସୀ। ପଞ୍ଚମ ନମ୍ବର ଗୁରୁ ରୂପରେ ଦୀକ୍ଷିତ ହୋଇପାରନ୍ତି। ସଚ୍ଚିଦାନନ୍ଦ ପରବ୍ରହ୍ମ ମହିମା ଅଲେଖ। ଏହିପରି ଭାବରେ ପଞ୍ଚମ ନମ୍ବର ଗୁରୁ ଦୀକ୍ଷା ଗୁରୁ ରୂପରେ ବିବେଚିତ ଅଛନ୍ତି। ପରମ ବୈଷ୍ଣବ ସନ୍ନ୍ୟାସୀ ଯିଏ ହେଇଥିବେ, ସେ ଜଳ ପରାୟ ଧର୍ମ ପାଳନ କରୁଥିବେ, ଅଗ୍ନି ପରାୟ ଧର୍ମ ପାଳନ କରୁଥିବେ, ଜଳ ପରାୟ ଧର୍ମ ପାଳନ କରୁଥିବେ। ଆଉ ସେ ସଦା ସର୍ବଦା ଯେମିତି ମାନେ ବାୟୁ ଯେମିତି ବହନ କରି ଚାଲିଛି, ମାନେ ସର୍ବସ୍ଥାନରେ ସମାନ ଭାବରେ ବହୁଛି। ଏଠି ବିଷ୍ଠା ଅଛି, ମୁଁ ଏଠିରେ ପଡ଼ିବି ନାହିଁ, କିମ୍ବା ଏଇଟା ଫୁଲ ବାସନା ଅଛି, ମୁଁ ଏଥିରେ ରହିବି, ବହୁତ ଭାବରେ ଏଥିରେ ଆସକ୍ତି ହେବି, ସେମିତି ନାହିଁ। ବାୟୁ ସମାନରେ ମାନେ ବହି ଚାଲିଛି ସବୁଆଡ଼େ, ମାନେ ସେଟାକୁ ସମବାୟୁ କହୁଛନ୍ତି। ସବୁ ସ୍ଥାନରେ
ସେ ବାୟୁ ଯେମିତି ବହୁଛି ସେମିତି ମାନେ କୌଣସି ଠାରେ ତାର ଆସକ୍ତି ନାହିଁ କିମ୍ବା କୌଣସି ସ୍ଥାନରେ ସେ ରୋକିବା ନାହିଁ, ବହିବା ତାର ଗୁଣ ହେଉଛି ବହି ଚାଲିଛି। ସେମିତି କେଉଁଠି ମାନେ ଏଇଠି ସର୍ବଗୃହରେ ଭୁଞ୍ଜିବୁ, ବାସି ତୋରାଣି କିଛି ବାରିବୁ ନାହିଁ, ମାନେ ସକଳ ଗୃହରେ ଭୁଞ୍ଜିବୁ, ମାନେ ଜାତି ଅଜାତି ନ ବାରିବୁ। ଜାତି ଖୋଜିଲେ ମୁକ୍ତି ନାହିଁ, ମୁକ୍ତି ଖୋଜିଲେ ଜାତି ନାହିଁ। ଯେଉଁମାନେ ଜାତି ଖୋଜୁଛନ୍ତି ସେମାନଙ୍କର ମୁକ୍ତି ନାହିଁ। ଯେଉଁ ସନ୍ନ୍ୟାସୀମାନେ ଜାତି ଖୋଜୁଛନ୍ତି ସେମାନଙ୍କର ମୁକ୍ତି ନାହିଁ। ଯେଉଁମାନେ ଜାତି ଖୋଜନ୍ତି ନାହିଁ, ଜାତି ଖୋଜିଲେ ମୁକ୍ତି ନାହିଁ, ମୁକ୍ତି ଖୋଜିଲେ ଜାତି କାହିଁ। ତାହେଲେ ସେମିତି କୌଣସିଠାରେ ମାନେ ଯେଉଁଠାରେ ଯାହା ମିଳୁଛି ଭିକ୍ଷା ସେବନ କରି ଗ୍ରାମକୁ ଗ୍ରାମ, ସହର ସହର, ଗଲି ଗଲି, କନ୍ଦି କନ୍ଦି ଏପରି ପ୍ରତ୍ୟେକ ବ୍ୟକ୍ତି ବିଶେଷରେ ଏହି ନାମକୁ ପ୍ରଚାର କରିବା, ଜୀବରେ ଦୟା ନାମରେ ଶରଣ, ଅହିଂସା ପରମ ଧର୍ମ ହେଉଛି ପରମ ବୈଷ୍ଣବ ସନ୍ନ୍ୟାସୀର ଧର୍ମ। ପରମ ବୈଷ୍ଣବ ସନ୍ନ୍ୟାସୀ ଯିଏ ହେଇଥିବ, ଆଉ ଏଇ ପୃଥ୍ୱୀ ଯେମିତି ସହି ପାରୁଛି, ଏଇ ପୃଥ୍ୱୀରେ ଏଇ ଦେଖନ୍ତୁ ମାଟିରେ ଯେମିତି ଆମେ ଅନେକ ଉତ୍ସକୂପ, ଗଭୀର କୂପ, ମାନେ ଅନେକ ଦାରି ଚୋରି ହତ୍ୟା ମିଥ୍ୟା କରିଛେ, ଧରିତ୍ରୀ ମା ସହିଛି। ଏଥିରେ ଆମେ ନଙ୍ଗଳ କର୍ଷଣ କରିଛେ ସହିଛେ, ଝାଡ଼ା କରୁଛେ ସହିଛେ, ପରିସ୍ରା କରିଛେ ସହିଛେ। ଏହି ସହିଷ୍ଣୁତା ଗୁଣ କେବଳ ଧରିତ୍ରୀ ମା'ର ବା ପୃଥିବୀର ଅଛି। ତେଣୁ ଏମିତି ପୃଥ୍ୱୀ ପାଇଁ ଯେଉଁମାନେ ସହନଶୀଳତା ଗୁଣ, ଯେଉଁ ପରମ ବୈଷ୍ଣବ ସନ୍ନ୍ୟାସୀ ପଞ୍ଚମ ନମ୍ବର ଗୁରୁ ପାଇଁ ଉପଯୁକ୍ତ, ସେ ସହିଷ୍ଣୁତା ଗୁଣ ଯାହାର ଥିବ ସେ ହେଉଛନ୍ତି ପରମ ବୈଷ୍ଣବ ସନ୍ନ୍ୟାସୀ। ତାହେଲେ এই ପୃଥ୍ୱୀ ପରାୟ ସହିପାରିବ ଯିଏ ସେହି ଧରିତ୍ରୀରେ ରହିପାରିବ, ମାନେ ପୃଥିବୀ ପରାୟ ସହିପାରିଲେ ଯାଇ। ତେଣୁକରି ମାନେ ଏଇପରି ଯେଉଁ ପରମ ବୈଷ୍ଣବ ସନ୍ନ୍ୟାସୀ ହେଇଥିବ ତାଙ୍କଠାରୁ ଆପଣ ଦୀକ୍ଷା ଗ୍ରହଣ କରିପାରନ୍ତି, କରନ୍ତୁ। ଏଇଟା ମୁଁ ଆପଣମାନଙ୍କୁ ଅନୁରୋଧ କରୁଛି। ପଞ୍ଚମ ନମ୍ବର ଦୀକ୍ଷା ଗୁରୁ ଯିଏ ଏଇ ଗୁଣରେ ଯେଉଁମାନେ ଥିବେ ତାଙ୍କୁ ଲକ୍ଷଣ କରି ଆପଣ ଦୀକ୍ଷା ନେଇପାରନ୍ତି। ଦୀକ୍ଷା ନେଲେ ଆପଣଙ୍କର, ଦୀକ୍ଷା ନେଲେ କ'ଣ ହେବ? ଦୀକ୍ଷା ଯେମିତି ଦେଖନ୍ତୁ, ମାନେ ଏମିତି ଗୋଟେ ଅଛି ଯେ ଘଟଭେଦ କଥା ଯେ ବଣ ବାରତା, ଏକା ଅଙ୍ଗ ହେଲେ ଯାଇ, କ୍ଷୀର ନୀର ଠାରୁ ଅଧିକ ବିରତି, ମନ ମିଶାଇଲେ ନେଇ। କ୍ଷୀର ଏବଂ ନୀର ଗୋଟେ ଏମିତି ସମ୍ପର୍କ ଅଛି ଯେ କ୍ଷୀର ଆଉ ନୀରକୁ ମିଶାଇ ଦେଲେ, ପାଣି ଆଉ ଦୁଧକୁ ମିଶାଇ ଦେଲେ ଯେମିତି ତାହା ମିଶିଯିବ, ତାକୁ ଭିନ୍ନ ଭିନ୍ନ କରେଇ ହେବ ନାହିଁ। କ୍ଷୀର ନୀରକୁ ଭିନ୍ନ ଭିନ୍ନ କିଏ କରେ? ସେ ହେଉଛି ଜଣେ ମାନେ ପରମହଂସ। ମାନେ ଯେଉଁ ପରମହଂସ ଯେଉଁ ଅଛି, ସେ କ୍ଷୀରକୁ ଏବଂ ନୀରକୁ ସେଇ ହଂସଟା ମାନେ ଭାଗ କରିଦିଏ। କ୍ଷୀରକୁ ପାନ କରେ, ନୀରକୁ ବାହାର କରିଦିଏ। ସେମିତି କେମିତି କରି କରୁଛି? ସେମିତି କାହା ଦ୍ୱାରା ଅଛି ନାହିଁ। ପରମ ବୈଷ୍ଣବ ସନ୍ନ୍ୟାସୀ ଯିଏ ହେଇଥିବ ତାକୁ ଦୀକ୍ଷା କଲେ ବା ତାକୁ ଆମେ ଭଜନ କଲେ, ହଂସ ଯେମିତି କ୍ଷୀର ନୀରକୁ ଅଲଗା କରିଦେଉଛି, ଠିକ୍ ସେହିପରି ସ୍ୱାମୀ ସ୍ତ୍ରୀ ସମ୍ପର୍କ ଗୋଟିଏ ଏମିତି କ୍ଷୀର ନୀର ଅଛି। ତାହେଲେ ମନଟା ଯଦି ଦୁଇ ଜଣଙ୍କର ସମାନ ଅଛି, ଠିକ୍ ଅଛି। ଯଦି ସ୍ତ୍ରୀ କଲା ପାପ ପୁରୁଷକୁ ନ ଲାଗେ, ପୁରୁଷ କଲା ପାପ ସ୍ତ୍ରୀକୁ ନ ଲାଗେ, ଯଦି ଉପଯୁକ୍ତ ଭାବରେ ସ୍ୱାମୀ ସ୍ତ୍ରୀ ଅଛନ୍ତି, ଉପଯୁକ୍ତ ଭାବରେ ସ୍ୱାମୀ ସ୍ତ୍ରୀ ହେଇକରି ଅଛନ୍ତି, ତାହେଲେ ସ୍ତ୍ରୀ କଲା ପାପ ପୁରୁଷକୁ ଲାଗିବ ଏବଂ ସ୍ୱାମୀ କଲା ପାପ ସ୍ତ୍ରୀକୁ ଲାଗିବ, ସ୍ତ୍ରୀ କଲା ପାପ ପୁରୁଷକୁ ଲାଗିବ। ତେଣୁ ବାମ ଡାହାଣ କିଛି ମାନେ ବାମ ହାତ ପାପ ଡାହାଣକୁ ଆସେ ନାହିଁ ଏବଂ ଡାହାଣ ହାତ ପାପ ବାମକୁ ଆସେ ନାହିଁ। ଯଦି ଉପଯୁକ୍ତ ସ୍ୱାମୀ ସ୍ତ୍ରୀ, ଯେପରି ଆପଣ ମର୍ଯ୍ୟାଦା ପୁରୁଷ ରାମଚନ୍ଦ୍ର ଏବଂ ସେଇ ସୀତା, ରାମ ସୀତା ପରି ଯଦି ଚାଲୁଛନ୍ତି, ତାହେଲେ ଆପଣଙ୍କର ପାପ ଗୁଡ଼ିକ ସଂକ୍ରମିତ ହେବ। ଏଇଟା ମାନେ କାହିଁକି ନା ସ୍ତ୍ରୀ ମାନେ ଯଦି ଭଜନ କରୁଛି ଗୋଟିଏ ଭଗବାନକୁ, ପୁରୁଷ କରୁଛି ଗୋଟିଏ ଭଗବାନକୁ, ଜଣେ ଶିବ ଭଗବାନକୁ ଭଜନ କଲେ, ଜଣେ କୃଷ୍ଣ ଭଗବାନକୁ କରୁଛି, ଟଣା ଅଟରା ହେବ। ତେଣୁକରି ଦୁଇ ଜଣଙ୍କର
ମାନେ ଦୁଇ ଜଣ ଦୁଇ ପଥରେ ଗଲେ ଭଲ ହେବ ନାହିଁ। ତେଣୁକରି ଗୋଟିଏ ଭକ୍ତିରେ ଗଲେ ନିଶ୍ଚିତ ଭାବରେ ସ୍ତ୍ରୀ ପୁରୁଷ କଲେ ଭକତି ତେବେ କଲିଯୁଗ ଜୀବ କଟତି। ସେଇ ସ୍ତ୍ରୀ ଏବଂ ପୁରୁଷ ସେ ହେଲେ କ୍ଷୀର ଆଉ ନୀର, ତାକୁ କିଏ ଭିନ୍ନ ଭିନ୍ନ କରେ? ସେଇଟା ହେଉଛନ୍ତି ହଂସ। ଆଉ ପରମ ହଂସ ବୋଲି ଜଣେ ଅଛନ୍ତି, ସେମାନେ ହେଲେ ଦୀକ୍ଷାଗୁରୁ ଉପରେ ପାଞ୍ଚ ମାନେ ଶିକ୍ଷାଗୁରୁ, ଦୀକ୍ଷା ମାତା ଗୁରୁ, ପିତା ଗୁରୁ, ବଡ଼ ଭାଇ ଗୁରୁ, ଶିକ୍ଷାଗୁରୁ, ଦୀକ୍ଷାଗୁରୁରେ ପଞ୍ଚମ, ଆଉ ଷଷ୍ଠ ଗୁରୁ ହେଲେ ପରମ ଗୁରୁ, ଯିଏକି ସେଇ ପାଣିକୁ ଏବଂ କ୍ଷୀରକୁ ଅଲଗା କରିଦିଅନ୍ତି। ତେଣୁକରି ଯଦି ଆମେ ପ୍ରାଣୀର ଭଲ ମନ୍ଦ ବାଣୀ ମରଣ କାଲେ ତାହା ଜାଣି, ମାନେ ଯିଏ ଅନ୍ତିମ କାଳରେ ଯଦି ସେହି ସ୍ତ୍ରୀଟା ସ୍ୱାମୀ ସ୍ୱାମୀ ବା ବୁଢ଼ା ବୁଢ଼ା ବୋଲିକରି ଶେଷରେ ପ୍ରାଣ ଛାଡ଼ିଯାଏ, ତାହେଲେ ସେ ମାନେ ପୁରୁଷ ରୂପ ଧାରଣ କରେ। ଯଦି ବୁଢ଼ାଟା ବୁଢ଼ୀ ବୁଢ଼ୀ ବୋଲି ଅନ୍ତିମ କାଳରେ ପ୍ରାଣ ଛାଡ଼ି ଚାଲିଯିବ, ତାହେଲେ ଆର ଜନ୍ମକୁ ସେ ମାନେ ସ୍ତ୍ରୀ ରୂପ ଧାରଣ କରିବ। ତେଣୁକରି ଏଇ ସ୍ତ୍ରୀ ଏବଂ ପୁରୁଷରୁ ମୁକ୍ତି କରିବା ପାଇଁ ବା ତେଣୁ ଏଇ କଲିଯୁଗରେ ଗୁରୁ କରିବା ନିହାତି ଆବଶ୍ୟକ। ଆଉ ସେଇ ଗୁରୁ ମାଧ୍ୟମରେ ଆପଣ ପରମ ଗୁରୁକୁ ପ୍ରାପ୍ତି ହେବେ। ପରମ ଗୁରୁ କିଏ ଅଛନ୍ତି? ସେଇ ପରମ ପୁରୁଷ ଶ୍ରୀକୃଷ୍ଣ ବିଷ୍ଣୁ ଭଗବାନ ଜଗତର ନାଥ ଜଗନ୍ନାଥ। ଯଦା ଯଦା ହି ଧର୍ମସ୍ୟ ଗ୍ଲାନିର୍ଭବତି ଭାରତ। ଭାରତ ଗୋଷ୍ଠୀରେ ଅଧର୍ମର ପ୍ରାଦୁର୍ଭାବ ହେଲେ, ଧର୍ମ ପ୍ରତି ଗ୍ଲାନି ହେଲେ, ଦୁଷ୍ଟକୁ ଦଳନ, ସନ୍ଥକୁ ପାଳନ କରିବା ପାଇଁ ସେହି ପରମ ପୁରୁଷ ଶ୍ରୀକୃଷ୍ଣ ବିଷ୍ଣୁ ଭଗବାନ ଜଗତର ନାଥ ଜଗନ୍ନାଥ ମାନେ ଯଦା ଯଦା ହି ଧର୍ମସ୍ୟ ଗ୍ଲାନି ଭବତି ଭାରତ। ଭାରତବର୍ଷରେ ଧର୍ମରୁ ପ୍ରତି ଗ୍ଲାନି ହେଲେ ସେହି ପରମ ପୁରୁଷ ଶ୍ରୀକୃଷ୍ଣ ବିଷ୍ଣୁ ଭଗବାନ ଜଗତର ନାଥ ଜଗନ୍ନାଥ ଅବତାର ଗ୍ରହଣ କରିଛନ୍ତି। ସେ ହେଉଛନ୍ତି ପରମ ବୈଷ୍ଣବ ସନ୍ନ୍ୟାସୀ, ଯିଏକି ରାତିରେ ଖାଆନ୍ତି ନାହିଁ କି ଦିନରେ ଖାଆନ୍ତି ନାହିଁ, ଦିନରେ ଶୁଅନ୍ତି ନାହିଁ କି ରାତିରେ ଶୁଅନ୍ତି ନାହିଁ, ଏପରି ମାଛ ମାଂସ ଅଣ୍ଡା କୌଣସି ଖାଦ୍ୟ ଖାଆନ୍ତି ନାହିଁ। ସେ ଅର୍ଥାତ୍ ଆମର ଶରୀରରେ ଅଛନ୍ତି। ଏପରି ଆମର ଶରୀରରେ ବାୟୁ ପାନ କରନ୍ତି ନାହିଁ କିମ୍ବା ଆମର ଶରୀରରେ ଥାଇ ଜଳ ମଧ୍ୟ ଗ୍ରହଣ କରନ୍ତି ନାହିଁ। ସେ ହେଉଛନ୍ତି ପରମ ପୁରୁଷ ଚୈତନ୍ୟ ପୁରୁଷ ଚେତନା, ଯିଏ ରାତିରେ ଶୋଇଥିଲେ ମଧ୍ୟ ଶୁଅନ୍ତି ନାହିଁ, ଆମେ ଜାଗିଥିଲେ ମଧ୍ୟ ଜାଗନ୍ତି ନାହିଁ ବା ଜାଗିଥାନ୍ତି, ଚେତନ ଅବସ୍ଥାରେ ଥାନ୍ତି, ଶୋଇଥିଲେ ମଧ୍ୟ ଚେତନ ଅବସ୍ଥାରେ ଥାନ୍ତି, ଆମକୁ ଚେତନା ଦେଇଥାନ୍ତି। ସେଇ ଚୈତନ୍ୟ ପୁରୁଷକୁ ପରମ ବୈଷ୍ଣବ ସନ୍ନ୍ୟାସୀ କହନ୍ତି। ଆଉ ସେ ହେଉଛନ୍ତି ଷଷ୍ଠ ନମ୍ବର ଗୁରୁ। ସେ ଗୁରୁଙ୍କୁ ଯିଏ ପ୍ରସନ୍ନ କରିବ, ଦୀକ୍ଷା ଗୁରୁଠୁ ଉତ୍ତମ ଶିକ୍ଷା ଲାଭ କରିବ। ଦୀକ୍ଷା ଗୁରୁଙ୍କ ଠାରୁ ଗୁରୁ ଆଜ୍ଞା ପାଲି ସିନା ପଶନ୍ତି ବୈକୁଣ୍ଠ, ଆଜ୍ଞା ପାଲି ନ ପାରିଲେ ପଡୁଥାଇ ହୃଷ୍ଟ। ଗୁରୁ ଆଜ୍ଞା ପାଲି ସିନା ପଶନ୍ତି ବୈକୁଣ୍ଠ, ଆଜ୍ଞା ପାଲି ନ ପାରିଲେ ପଡୁଥାଇ ହୃଷ୍ଟ। ଗୁରୁଙ୍କର ଆଜ୍ଞାରେ ଯଦି ଆମେ ଚାଲୁଛୁ, ଆଜ୍ଞା ପାଳନ କରୁଛୁ, ତାହେଲେ ଗୁରୁ ଆଜ୍ଞା ହେଲେ ଆମେ ନିଶ୍ଚିତ ଭାବରେ ବୈକୁଣ୍ଠପୁରକୁ ପ୍ରାପ୍ତି ହେବା। ଅର୍ଥାତ୍ ଆଉ ଯଦି ପାଳନ କରିପାରିବା ନାହିଁ, ତାହେଲେ ପହଞ୍ଚି ପାରିବା ନାହିଁ। ସେହି ପଞ୍ଚମ ନମ୍ବର ଦୀକ୍ଷା ଗୁରୁଙ୍କର ଆଶୀର୍ବାଦରେ, ତାଙ୍କର ଦେଉଥିବା ପଥ ମାଧ୍ୟମରେ, ତାଙ୍କର ମାଧ୍ୟମରେ ଯଦି ଆମେ ଆଗକୁ ଯିବା ବା ବଢ଼ିବା, ତାହେଲେ ସେ ପରମ ବୈଷ୍ଣବ ପରମ ଗୁରୁକୁ ପ୍ରାପ୍ତି ହେବା। ପରମ ଗୁରୁ ଯଦି ଆଶୀର୍ବାଦ କରିବେ, ପରମ ଗୁରୁଙ୍କୁ ଯଦି ପାଇବା, ସେହି ଚୈତନ୍ୟ ପୁରୁଷକୁ ଯଦି ଆମେ ଲାଭ କରିପାରିବା, ଅର୍ଥାତ୍ ଚୈତନ୍ୟ ଶକ୍ତି ବା ଏଇ ଘଟରେ ଥିବା ଚେତନା ଦେଉଥିବା ସେହି ପରମ ପୁରୁଷକୁ ଆମେ ଯଦି ପ୍ରାପ୍ତି ହେବା, ତାହେଲେ ସେହି ପରମ ପୁରୁଷ ଯଦି ଆଶୀର୍ବାଦ କରିବେ, ତାହେଲେ ଆମେ ଶ୍ରୀଗୁରୁ ନିକଟକୁ ପହଞ୍ଚି ପାରିବା। ଯେଉଁଟା ଶ୍ରୀଗୁରୁ କାହାକୁ କହନ୍ତି? ଯିଏ ଉଡ଼ା ବୁଡ଼ା ଚଲ ଅଚଳ ଚାରିଖାନିରେ ଅଛନ୍ତି, ଯିଏ ମାନେ ସମସ୍ତ ଚନ୍ଦ୍ର ସୂର୍ଯ୍ୟ ଗ୍ରହ ନକ୍ଷତ୍ର 33 କୋଟି ଦେବତା 56 କୋଟି ଜୀବ ନିର୍ଜୀବ ସଜୀବ ଅଜୀବ ସର୍ବଘଟରେ ସର୍ବଭୂତରେ ସର୍ବସ୍ଥାନରେ ସମାନ ଭାବରେ ତାଙ୍କର ସତ୍ତା ପରିପୂର୍ଣ୍ଣ ଭାବରେ ଅଛି। ସେ ଯିଏ ବ୍ରହ୍ମା ବିଷ୍ଣୁ ଶିବ ନିରାକାର 33 କୋଟି ଦେବତା 56 କୋଟିକୁ ଯିଏ ସୃଷ୍ଟି ସର୍ଜନା କରିଛନ୍ତି, ସେ ହେଉଛନ୍ତି ସେହି ଶ୍ରୀଗୁରୁ। ସେହି ଶ୍ରୀଗୁରୁଙ୍କୁ ପ୍ରାପ୍ତି ହେବେ କେବଳ ପରମ ଗୁରୁଙ୍କ ମାଧ୍ୟମରେ। ସେହି ଶ୍ରୀଗୁରୁଙ୍କ ନିକଟକୁ ପହଞ୍ଚି ପାରିବା।
हे आमर जगत भगत आबाल वृद्ध वनिता बालक बालिका पिता माता ज्ञानी मानी सुज्ञानी पंडित वर्गमंडली जो गुरु तेणुकरी प्रथम गुरु माँ द्वितीय गुरु बापा तृतीय गुरु बड़ भाई चतुर्थ गुरु शिक्षा गुरु लक्ष्य करिपारती पंचम नंबर गुरु दीक्षा गुरु आउ दीक्षा गुरुंकर माध्यम रे परम गुरु षष्ठ गुरु आउ सप्तम गुरु हेले श्री गुरु। तेणु भीम भोईंकर भाषा रे लेखा अछि एइटा श्री गुरुंकर नाम आम्भर फंदावृत्ति अन्य नाही रोजगार जहाँ चाहुथिले ताहा मिलुअछि खोला होइछि भंडार अलेख महिमा मथार ठाकुर अटंती मो प्राण गुरु तांको करुणारू सकल मिलिब लेखा होइछि पूर्वरू। तेणु करी कहउछंती साधु सुज्ञानर गुरु सेवा कर ब्रह्मरे हुओ भक्ति अशेष जन्मर कलुष नासिबे अवश्य देवे मुक्ति अनेक भावे मु अनुसरी अछि विश्वास करिबे बोली कहे भीम भोई आस्थान तोड़े नित्य मोरु अछि भाली। काहेकि सुनो सबका करो मन का। तेणुकरी आपण माने आमर कथित वचन को जदि जोठी भूल थिले क्षमा देवे जोटा भल अछि से क्षीर पान करिवे एवं आपण नीरकु परित्याग करिवे। काहेकि लेखा अछि अनामरु सर्वे बाहर होइले जानि न पारिले केही ताहारी माया पथरे बणा हेले सूत्रे न पारिले जाई ए माया सागरु त्रिगुण बाधारु नेबे श्री गुरु बंचाई कहे भीम भूई गला बेले मते सूत्र बाटे जीवनी प्राणीर भल मंद वाणी मरण काले ताहा जानी। जदि आमर महिमा धर्म रे एई मृत्यु को जय करिबा पाई आमर महिमा धर्म तैयारी करिछि ब्रह्मचर्य धर्म जो माने पालन करुछंती निश्चित भाव रे निजर इच्छा मृत्यु करिवे। तेणुकरी एई ब्रह्मचर्य माध्यम आगामी परिप्रेक्षी रे आलोचना करिबा। प्रथम रे एई देश पाई राज्य पाई जाति पाई उड़ाखानी बुड़ाखानी चलो चारिखानी प्राणींकर विश्ववासी समस्तंकर हित उद्देश्य से परम आत्मा परम ब्रह्मंकर ठारू अशेष कृपा लाभ करिबा पाई सदा सर्वदा आमे प्रभुंक ठारी समर्पित हेबा। आसंतु सच्चिदानंद परम ब्रह्म महिमा उल्लेख धाम धर्म रक्षा हेउ कली जाई सत्य प्रकाश हेउ उड़ा बुड़ा चलो चारि प्राणींकर सुरक्षा हेउ जीवरे दया नाम शरण अहिंसा परम धर्म वर्धित हेउ प्राकृतिक विपर्यय विश्व को सुरक्षा करांतु जन जगतर कल्याण हेउ सच्चिदानंद परम ब्रह्म महिमा उल्लेख दाता भक्त पिता मातांकर सर्वदा उन्नति हेउ ब्रह्म महिमा उल्लेख जहाकू जो भाव देखी नाम को दिए मु सकल सलखी। तेणु प्रभु आमर भाव को देखिकी आमर भक्ति को देखिकी आमको सही पथ को निश्चित भाव में नहीं जीवे बोली मु आशा करुछि। तेणु आपण माने मध्य एई आशा रे पथिक हेबे बोली मोर आशा और विश्वास। सच्चिदानंद परम ब्रह्म महिमा उल्लेख कहिबारे किछि त्रुटि भूल थिले बा शुणिबारे आपण माने क्षमा करी सादरी ग्रहण करिवे बोली आशा करुछि। सच्चिदानंद परम ब्रह्म महिमा उल्लेख।